नमस्कार दर्शक बंधु मोगल टीवी को आपण मानक स्वागत करुछु। आज अच्छु आम गोपपुर महिमा आश्रम रे आ महिमा आश्रम गोपपुर ठारे महिमा धर्मावलंबी भक्त माने गोपपुर महिमा आश्रम रे महिमा महाप्रभु को वार्षिक नवान्न महोत्सव जोग देवा पई बहु भक्तों समागम देखा मिलता। बरगढ़ जिला पाइकमाल ब्लॉक भुवनेश्वरपुर ग्राम पंचायत अंतर्गत जोगेन्द्रनाथपुर ठारू मात्र 3 किलोमीटर दूर रे गोपपुर महिमा आश्रम अवस्थित। यही आश्रम रे प्रति वर्ष श्रावण चतुर्दशी दिन महिमा धर्मावलंबी भक्त माने नवान्न प्रसाद सेवन करिथांती। चलित वर्ष मध्य बहु लोकों भक्तों समागम देखा मिलता। महिमा धर्मावलंबी माने साधु माने बहु संख्यार योगदान करथिले। साधु नृसिंह दास को तत्वावधान रे एही कार्यक्रम अनुष्ठित होइथिला। एथिरे बहु भजन कीर्तन देखिबाकू मिलिथिला। रात्रि सारा लोक माने भक्त मानक समागम देखिबाकू मिलिथिला एवं भजन कीर्तन चलीथिला। आज को 42 वर्ष हेबो एहीपरी गोपपुर महिमा आश्रम रे प्रति वर्ष को थरे श्रावण चतुर्दशी दिन आश्रम रे नुआखाई पर्व पई आसी भक्त माने। चलित वर्ष मध्य भजन कीर्तन रे सारा गोपपुर महिमा आश्रम ध्वनि प्रतिध्वनि रे प्रकम्पित हेउची एवं माँ भौणी समस्त आबाल वृद्ध वनिता समस्ते विमोहित होई भजन कीर्तन रो उपभोग करुछंती। रात्रि सारा भजन कीर्तन रो कार्यक्रम चलीथिला एवं समस्त भक्तों पाई अन्न छत्र रो व्यवस्था मध्य हेउथिला। साधु नृसिंह दासों को तत्वावधान रे साधु माखन दास, श्री विजय त्यागी, श्री प्रीतम त्यागी, चिंताराम भक्त सहयोग करुथिले एवं अखंड ज्योति होमरे समग्र अंचल परिवेश बहु संख्यार श्रद्धालु माने योगदान करथिले। राज्य बाहर छत्तीसगढ़ मध्य बहु भक्तों समागम देखा मिलिथिला। चलंतु देखिबा कौन सब भक्तों पाई व्यवस्था अच्छी कौन सब अच्छी एवं किपरि भजन कीर्तन रे लोक माने भक्त माने आनंद उल्लास सहित मजा नेउछंती। चलंतु आश्रम समस्त अखंड ज्योति देखिबा। आसुचु वर्ष को थरे श्रावण शुक्ल चतुर्दशी दिन से पालन हेसी से उपलक्ष्य आज ये जनसमागम होपर कार्यक्रम चलीचे आमर सामाजिक काम है चलीचे लोक सब आसीछन विभिन्न जगार ये जगार बर्तमान भजन पार्टी मैंने सकाल बेले आज संध्या तक रामचरित मानस पारायण थिला। आपणकर मैनपुर पार्टी आसीथिले, इनपटरी पानी आसीथिले, कादमेरी आसीथिले, रामचरित मानस भजन इत्यादि पारायण इत्यादि है।
5টাରେ ସେ କାର୍ଯ୍ୟକ୍ରମ ସରିଲା। ଆଉ ବର୍ତ୍ତମାନ ଏଇ ଭଜନ ମଣ୍ଡଳୀ ମାନେ ସବୁ ଆସିଛନ୍ତି ବିଭିନ୍ନ ଗାଁରେ, ସେମାନେ ସକାଳ ପାଇଲେ ଦେଖେ ନାମ ଭଜନ କରିବେ, ଖଞ୍ଜଣି ଭଜନ କରିବେ, ମହାତ୍ମା ଭୀମ ଭୋଇଙ୍କର ଆଉ ମହିମା ଧର୍ମ ଉପରେ ଆଧାରିତ ବହୁତ କିଛି ଭଜନ ପଢ଼ନ୍ତି। ଆଉ ମହିମା 8 ଭଜନ ପଢ଼ାଯାଏ, ଗାୟତ୍ରୀ ଭଜନ ସେଟା ମହିମାଙ୍କର, ତାଙ୍କର ଗୁରୁଦ୍ୱାରରେ ସେଟା ପ୍ରଥମ ପ୍ରାର୍ଥନା ଆମର ମହିମା ଧର୍ମରେ, ସେଟା ଗାଇବେ ଲୋକମାନେ। ଆଉ ଏମିତି କରିକିରି କ'ଣ ବୋଲେ ଆଜିର ରାତିଟା ଗୋଟେ ଭଜନ ସମାରୋହ ଆଉ ସତ୍ସଙ୍ଗ ଇତ୍ୟାଦିରେ କଟିବ। ଆଉ ତାପରେ ଭୂତ ଆହୁତି ହେବ ସାରା ରାତି। ଆଜି ସକାଳୁ ଆରମ୍ଭ ହୋଇଛି, ଏଠି ଅଖଣ୍ଡ ଦୀପ ପ୍ରଜ୍ୱଳନ କରିଛୁ। ଆଉ କାଲି ସକାଳେ ଆମର ପୂର୍ଣ୍ଣାହୁତି ହେବ। ଆଉ ବିଭିନ୍ନ ଅଞ୍ଚଳର ଭକ୍ତମାନେ ଆସୁଛନ୍ତି ସାଧୁ ଗୋଷ୍ଠୀର, ଆଉ ତାପରେ ଜନତା ବହୁତ ଜନସାଧାରଣ ବି ଆସିଛନ୍ତି। କାର୍ଯ୍ୟକ୍ରମ ଚାଲିଛି। ଆଉ ସାର୍ ଆମେ ଚ୍ୟାନେଲ୍ ମାଧ୍ୟମରେ ସରଙ୍ଗା କେତେ ତାର କୌଣସି ସୀମା ନାହିଁ। ଆଉ ମଣିଷର ଅଭାବ ଗୁଡ଼ାକ ବହୁଥାଏ, କିନ୍ତୁ ସେ କିଛି ନାହିଁ। ଭାବ ଅଭାବରେ ଭାବୁକ ବସି ଭାଳୁଛି, ଭାବନାରେ ଶାନ୍ତି ମିଳଇ ନାହିଁ ରେ ବୃଥା ଆତ୍ମା ରହୁଛି। ତେଣୁକରି ଆପଣଙ୍କ ଆଗରେ ଆଉ କ'ଣ ମୁଁ ଆଲୋଚନା କରିବି, ସାମାନ୍ୟ ମଣିଷ ଜଣେ। ଆଉ ଯାହା ଏଇ ମାନବ ଜୀବନଟା ଗୋଟେ ମାନେ ଅତି ପ୍ରେମମୟ ଜୀବନ, ଅତି ସଂଘର୍ଷମୟ ଜୀବନ। ଆଉ ୟା ଭିତରେ ସାଲିସ କରିକିରି ଚଳିବାକୁ ପଡ଼େ। ଆଉ ଦୁଃଖ ସୁଖ ଆଉ ଅନୁକୂଳ ପ୍ରତିକୂଳ ସବୁ ପରିସ୍ଥିତି ଭିତରେ ଚାଲିଛୁ। ଆପଣମାନେ ଯେମିତି ଚାଲିଥିଲେ ଆମେ ସେମିତି ଚାଲିଛୁ। ଆଉ ଜନସମାଜ ୟା ଭିତରେ ଗୋଟେ ପିଣ୍ଡ ଧରିକିରି, ଶରୀର ଧରିକିରି ଆମେ ଜନ୍ମ ହେଇଛୁ। ଯାହା ଦିନ କର୍ତ୍ତବ୍ୟ କର୍ମ କରିକିରି ଯିବା, ଯାହା ହେବ ହେବ। ଆଉ ଏହି ପ୍ରକାର ଭାବରେ ଚଳୁଛି ଏଠି ଆଶ୍ରମ। 41 ବର୍ଷ ହେଲା। ଧୀରେ ଧୀରେ ଏଇ ଯଜ୍ଞ ବଢ଼ି ଚାଲିଛି। ଏପଟୁ ଆସୁଛନ୍ତି ଆମର ଯେତିକି ଭଜନ ମଣ୍ଡଳୀ ପଦମପୁର, ପାଇକମାଲ ବ୍ଲକ, ଝାରଖଣ୍ଡ ବ୍ଲକରୁ ଆସନ୍। 12ଟା 14ଟା ପାର୍ଟି ଆସନ୍। ଲୋକ ଭକ୍ତ ସବୁ ଆମର ପଦମପୁର ଏରିଆରେ ଅଛନ୍ତି, ପାଇକମାଲରେ। ଆଉଛନ୍ତି, ରୋଡ଼ ବି ନାହିଁ ନ ଆମର। ଏଠିକି ଆଇଲା ବେଳେ ଅନେକ ସମୟରେ ଚକା ସବୁ କାଦୁଅରେ ଫସି ଯାଉଛେ। ଯୋଗୀନ୍ଦ୍ରନାଥପୁର ଗୋପୁରକେ ଗୋଟେ ରୋଡ଼ ନାହିଁ ନ ଆଜି ଯାକେ। ତାପରେ ଇଆଡ଼ୁ ଆଇସନ୍ ଆମର ଛତିଶଗଡ଼ରୁ ଆଇସନ୍। ଆଜି ଆସିଥିଲେ ମାଇନପୁରରୁ ଗୋଟେ ଶ୍ରୀରାମଚରିତ ମାନସ ମଣ୍ଡଳୀ ଆସିଥିଲେ। ଆଉ ନୂଆପଡ଼ା ବ୍ଲକର କାଦମ୍ବରୀରୁ ଗୋଟେ ମଣ୍ଡଳୀ, ଆଉ ବଣ୍ଡରିପାଣିରୁ ଗୋଟେ ରାମାୟଣ ମଣ୍ଡଳୀ ଆସିଥିଲେ। ଦ୍ୱିପହର ବେଳେ ତ ପୁରା ଦିନ ରାମାୟଣ ମଣ୍ଡଳୀରେ ଦିନଟା କଟିଲା। ବର୍ତ୍ତମାନ ରାତ୍ରି କାର୍ଯ୍ୟକ୍ରମରେ ଭଜନ ମଣ୍ଡଳୀମାନେ ଆସିଛନ୍ତି, ଭଜନ କୀର୍ତ୍ତନ ହେବ। ଆଉ ଏହି ପ୍ରକାର ଭାବରେ କାର୍ଯ୍ୟକ୍ରମ ଆଗେଇ ଚାଲିଛି। ଆପଣମାନଙ୍କର ସଦିଚ୍ଛା, ଆପଣମାନଙ୍କର ପ୍ରେମ, ଆପଣମାନଙ୍କର ଏଇ ଯେଉଁ ଏଇ ଜାଗାକୁ ଆସିକିରି ଏଇ ଯେଉଁ ଏତେ କଷ୍ଟରେ ଆପଣମାନେ ଆସୁଛନ୍ତି, ରୋଡ଼ ନେଇ, ବାଟ ନେଇ, ଘାଟ ନେଇ, ତଥାପି ମା ଭଉଣୀ ଛୁଆ ପିଲା ଧରିକିରି ବି ମାଡ଼ି ଆସୁଛନ୍ତି। ୟାର ଲାଗି ଭବିଷ୍ୟତରେ କିଛି ଗୋଟେ ଚିନ୍ତା କରବାର ନେଇ ହେଲେ ଆମର 2-3ଟା ପଞ୍ଚାୟତ ଗଲେ ସବୁ ଦରଖାସ୍ତ କରିକି ସରକାରଙ୍କର ପାଖରେ ଗୋଟେ କିଛି ଦାବି କରିବା। ଆଉ କାଣା କରିବା, ନେଇ କଲେ ତ ନେଇ ଚଲେନି। ହଉ।
বেলা নি হবে